नमस्कार सर सत साहेब आपणଙ୍କ ନାଁ କ'ଣ ଆଉ କୋଉଠୁ ଆସିଛନ୍ତି? ମୋ ନାଁ ହେଉଛି ରତ୍ନାକର ଖମାରୀ। ମୁଁ ଏ ସମ୍ବଲପୁର ଜିଲ୍ଲାରେ ମୋ ଘର। ଆଗରୁ ମୁଁ ସମ୍ବଲପୁର ଜିଲ୍ଲାର ପରମାଣପୁର ଗ୍ରାମରେ ରହୁଥିଲି, କିନ୍ତୁ ଏବେ ପ୍ରାୟ 20 ବର୍ଷ ହେଇଗଲାଣି ଏ ସମ୍ବଲପୁର ସହରରେ ରହୁଛି। ଆପଣ କାମ କ'ଣ କରନ୍ତି? ମୁଁ ମୋର ଅଧ୍ୟାପନା ଥିଲା ମୋର ଚାକିରି। ମୁଁ ପ୍ରଥମେ ରେଢ଼ାଖୋଲ କଲେଜରେ ଜଏନ୍ କଲି ଏବଂ ସେଇଠି 15 ବର୍ଷ ବ୍ୟତୀତ କଲା ପରେ ଟ୍ରାନ୍ସଫର୍ ହେଲା ଝାରସୁଗୁଡ଼ା କଲେଜକୁ, ଯେଉଁଟାକି LN କଲେଜ ଝାରସୁଗୁଡ଼ା। ସେଠି ପୁଣି 15 ବର୍ଷ ରହିଲା ପରେ ରାଜାଙ୍ଗପୁରକୁ 1 ବର୍ଷ ଗଲି ଏବଂ ତାପରେ ଲାଷ୍ଟ 4 ବର୍ଷ ବେଦବ୍ୟାସ କଲେଜ ରାଉରକେଲାରେ ମୁଁ ସେଇଠୁ ଅବ୍ୟାହତି ନେଲି। ଆପଣ ସନ୍ଥ ରାମପାଲଜୀ ମହାରାଜଙ୍କ ଠାରୁ କେବେ ନାମ ଦୀକ୍ଷା ଗ୍ରହଣ କରେ? ସନ୍ଥ ରାମପାଲଜୀ ମହାରାଜଙ୍କ ଠାରୁ 2013 ମସିହା ମାର୍ଚ୍ଚ ମାସ 31 ତାରିଖ ଦିନ ମୁଁ ଦୀକ୍ଷା ଗ୍ରହଣ କଲି। ସନ୍ଥ ରାମପାଲଜୀ ମହାରାଜଙ୍କ ଠାରୁ ନାମ ଦୀକ୍ଷା ନେବା ଆଗରୁ ଆପଣ କାହାକୁ ଗୁରୁ କରିଥିଲେ ଓ କେଉଁ ଭକ୍ତି ସାଧନା କରୁଥିଲେ? ହଁ, ଏଇଠି ସନ୍ଥ ରାମପାଲଜୀ ମହାରାଜଙ୍କ ଠାରୁ ଦୀକ୍ଷା ନେବା ପୂର୍ବରୁ ମୁଁ ବହୁତ ଗୁଡ଼ିଏ ଗୁରୁଙ୍କର ସନ୍ଧାନରେ ଆସିଛି ଏବଂ ତାଙ୍କ ଠାରୁ ବିଶେଷ ଲାଭ ମୋତେ ମିଳିନଥିଲା। ପ୍ରଥମେ 1980 ମସିହାରେ ମୁଁ ସତ୍ୟସାଇ ବାବାଙ୍କ ଠାରୁ ଦୀକ୍ଷା ଗ୍ରହଣ କଲି ଏବଂ ତାଙ୍କର ପ୍ରାୟ ଯେଉଁ ମେନ୍ ଶିକ୍ଷା ଥିଲା ଭଜନ କୀର୍ତ୍ତନ। ଭଜନ କରିକିରି ଲୋକଙ୍କୁ ଖୁସି କରୁଥିଲେ ଏବଂ ତା ଦ୍ୱାରା ବିଶେଷ ଜ୍ଞାନ ମୁଁ ଯେଉଁ ସବୁ ବହି ତାଙ୍କଠୁ ପଢ଼ିଲି, ପ୍ରାୟ ସବୁ ସାଇ ଲିଟରେଚର ମୋ ପାଖରେ ଥିଲା। ଯେତେବେଳେ ଯେଉଁ ବହି ବାହାରୁଥିଲା ମୁଁ କିଣି ଆଣୁଥିଲି ଏବଂ ପଢ଼ୁଥିଲି, କିନ୍ତୁ ସେ ସବୁ ଖାଲି ଏଇଥିରେ ପର୍ଯ୍ୟବେସିତ ହୋଇ ରହୁଥିଲା ଯେ ଭଜନ ଗାଅ ଏବଂ ଲୋକଙ୍କୁ ଆପ୍ୟାୟିତ କର, ଏଇଟା ହେଲା। କିନ୍ତୁ ସେଇଠି ରହିଲା ପରେ ମୋର ଆଉ ଗୋଟେ ଅନୁଭବ କଥା ମୁଁ କହୁଛି। ଯୋଗୀ ଯୋଗାନନ୍ଦଙ୍କର ଗୋଟେ ପୁସ୍ତକ ପଢ଼ିଲି, ଯେଉଁଟାକି ଅଟୋବାୟୋଗ୍ରାଫି ଅଫ୍ ଏ ଯୋଗୀ। ସେଥିରେ ବହୁତ ଯୋଗୀମାନଙ୍କର ବର୍ଣ୍ଣନା ଦିଆଯାଇଥିଲା, ଯେମିତିକି ଲାହିଡ଼ି ମହାଶୟ, ତାପରେ ଯିଏକି ବନାରସରେ ତାଙ୍କର ଅଛି ଆଶ୍ରମ, ତାପରେ ଯୁକ୍ତେଶ୍ୱରଗିରି ଯିଏକି ପୁରୀରେ କରାର ଆଶ୍ରମ ତାଙ୍କର ଅଛି, ଯୋଗାନନ୍ଦଙ୍କର ଆଶ୍ରମ ଆମର ଝାଡ଼ଖଣ୍ଡର ରାଞ୍ଚିରେ ଅଛି। ସେ ସବୁ ଗୁଡ଼ାକ ମୁଁ ଯାଉଥିଲି ଏବଂ ବହୁତ ଅଧିକ ମାତ୍ରାରେ ଜଡ଼ିତ ଥିଲି। ଏମିତି ଘଟିଲା 20 ବର୍ଷ ପରେ ଯେତେବେଳେ ସତ୍ୟସାଇ ବାବାଙ୍କର ସାନ୍ନିଧ୍ୟରେ ମୁଁ ତାଙ୍କର ଯେଉଁ ଭଜନ କୀର୍ତ୍ତନରେ ମୁଁ ଅନୁପ୍ରାଣିତ ହେଲି, କିନ୍ତୁ ମୋର ଯେଉଁ 20 ବର୍ଷର ପୁଅ ଚାଲିଗଲା, ସେଇଟା ମୋତେ ବହୁତ ଦୁଃଖ ଦେଲା। ସେଇଟା ପୁଣି ଏଇଥିପାଇଁ ବେଶୀ ଦୁଃଖ ଦେଲା ଯେ ସତ୍ୟସାଇ ବାବାଙ୍କର ମୁଁ ଜଣେ ବଡ଼ ଭକ୍ତ ହୋଇ ତାଙ୍କ ଆଶ୍ରମରେ ରେଙ୍ଗାଲି, ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ଠାରେ ଗୋଟେ ଆଶ୍ରମ ଅଛି। ସେଠି ମୋ ପୁଅ ଯାଇଥିଲା ଏବଂ ରାତ୍ରିରେ ଶୋଇଥିଲା। ସକାଳୁ ଗାଧୋଇ ଯିବା ବେଳେ ସେ ପୋଖରୀରେ ବୁଡ଼ିଗଲା, ଯେଉଁଟା ମୁଁ ଶୁଣିକିରି ମୁଁ ବିଶ୍ୱାସ କରିପାରିଲିନି ଯେ ସତ୍ୟସାଇ ବାବାଙ୍କ ଠାରେ ମୁଁ 20ରୁ ଅଧିକ ବର୍ଷ ଦୀକ୍ଷା ନେଇକିରି ଗୋଟେ ତାପରେ ଆମ ଘରେ ମଧ୍ୟ ଭଜନ କୀର୍ତ୍ତନ ହେଉଥିଲା। ଏସବୁ ସତ୍ତ୍ୱେ ମୋ ପ୍ରତି ପ୍ରଭୁଙ୍କର ଏପରି ଅବିଚାର କେମିତି ହେଲା, ଏଇଟା ମୋ ହୃଦୟରେ ବହୁତ ଗଭୀର ଆଘାତ ଦେଲା। ସେଠୁ ଆଉ ମନ ହଟିଗଲା ଏବଂ ସେ ଆଡ଼କୁ ମୁଁ ଆଉ ଧ୍ୟାନ ଦେଲି ନାହିଁ। ଆଉ କିଛି ବର୍ଷ ଏମିତି ଆଉ ସବୁ ଶାସ୍ତ୍ର ଗୁଡ଼ାକ ପଢ଼ାପଢ଼ି ସବୁ ପ୍ରାୟ ଛାଡ଼ିଦେଲି। ତ ଏମିତି କିଛି ବର୍ଷ ଗଲା ପରେ 2013 ମସିହାରେ ଯାଇକିରି ମୁଁ ଆମର ପ୍ରକୃତ ଗୁରୁ ସନ୍ଥ ରାମପାଲଜୀ ମହାରାଜଙ୍କର ସାନ୍ନିଧ୍ୟରେ ଆସିଲା ପରେ ମୋର ଅଭୂତପୂର୍ବ ଅନୁଭୂତି ଗୁଡ଼ାକ ହେଇ ଚାଲିଛି। ଆପଣ ସନ୍ଥ ରାମପାଲଜୀ ମହାରାଜଙ୍କ ଠାରୁ ନାମ ଦୀକ୍ଷା ନେବା ପରେ ଆପଣଙ୍କର କ'ଣ କ'ଣ ବିଶେଷ ଲାଭ ହୋଇଛି? ଏଇଟା ଆମର ଏଠି ଗୋଟେ ଜିନିଷ ଦେଖିବା କଥା। ଆଗରୁ ଯାହା କହୁଥିଲେ ଆମେ ତାଙ୍କୁ ଏମାନେ ସଦ୍ଗୁରୁ ଭଗବାନ ସତ୍ୟସାଇ ବାବା ନିଜକୁ ଭଗବାନ ମଧ୍ୟ ବୋଲିକିରି କହୁଥିଲେ, କାହିଁକିନା ତାଙ୍କର ଯେଉଁ ଭଜନରେ ଥିଲା ମାନସ ଭଜରେ ଗୁରୁଚରଣମ ଦୁସ୍ତର ଭବ ସାଗର ତରଣମ, ତାହେଲେ ମୋତେ ଗୁରୁ କଲେ ଏ ସଂସାର ତରିଯିବ ବୋଲିକିରି ତାଙ୍କର ମୁଖ୍ୟ ଥିଲା। ଏବଂ ଆମେ ଏବେ ମୁଁ ଏ ଦୁଇଟା ଭିତରେ କମ୍ପେୟାର କରିପାରୁଛି ସନ୍ଥ ରାମପାଲଜୀ ମହାରାଜଙ୍କର ଜ୍ଞାନ ଏବଂ ସତ୍ୟସାଇ ବାବାଙ୍କର ଜ୍ଞାନ। ସେ ଭଜନ ଗାଉଥିଲେ, ସତ୍ୟନାମ 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 ଜି ବୋଲୋ, ସତ୍ୟନାମ ଦ୍ୱାରା ଆପଣ କେବଳ ଏ ସଂସାରରୁ ତରିଯିବେ। କିନ୍ତୁ ସେଇ ସଦନାମର କଥା ଯେତେବେଳେ ଆମେ ଶୁଣୁଛୁ ଆମର ପରମ ପୂଜ୍ୟ ଗୁରୁଦେବ ସନ୍ଥ ରାମପାଲଜୀଙ୍କ ଠାରୁ, ତା'ର ଅର୍ଥ ଭିନ୍ନ ପ୍ରକାରର ଅଛି, ତା'ର ତତ୍ତ୍ୱ ଅଲଗା ପ୍ରକାରର ଅଛି। ଏଇଟା ମନରେ ଗୋଟେ ଆଘାତ ଦେଲା ଯେ ସତ୍ୟସାଇ ବାବାଙ୍କ ପାଖରେ ଏତେ ଭକ୍ତ ଆସୁଥିଲେ, ଦେଶ ବିଦେଶରୁ ମଧ୍ୟ ଆସୁଥିଲେ, କିନ୍ତୁ ଏଇ ଗୂଢ଼ କଥାଟାକୁ ସେମାନେ କେହି ଜାଣିପାରିଲେ ନାହିଁ। ଖାଲି ସତ୍ୟନାମ ଭଜନ ଗାଇଦେଲେ ଜଣେ ଏ ସଂସାରରୁ ତରିଯିବ, ଏଇଟା ମୁଁ ମିଛ ହେଲା ବୋଲି ଏ ଗୁରୁଦେବଙ୍କ ଜ୍ଞାନରୁ ମୁଁ ଜାଣିପାରିଲି। ଆପଣ ଜଣେ ଉଚ୍ଚ ଶିକ୍ଷିତ ବ୍ୟକ୍ତି, ଜଣେ ଅଧ୍ୟାପକ ଥିଲେ, ତଥାପି ଏହି ଆଧ୍ୟାତ୍ମିକ ମାର୍ଗରେ ଯୋଡ଼ି ହୋଇ ରହିଛନ୍ତି। ଆଉ ଯେଉଁମାନେ
आध्यात्मिक जिनिस को आज भी विश्वास करती नहीं सेमानक विषय आपण कोन कहबाक चाहछन्ती। एठी गोटे कथा आमर मन रखिबा कथा जे साधारणतः ए मनुष्य जीवन पाइछु एटा अति दुर्लभ जन्म कहीं जिते कीट पतंग पशु पक्षी अच्छा समग्र सृष्टि रे सबुठारु श्रेष्ठ जन्म होची मनुष्य जन्म आ बहुत पुण्य बल से मनुष्य जन्म मिली थाए। यही मनुष्य जन्म मिली केवल आमर मुक्ति पाइबा आ चारोटी पाद अच्छी ता पूर्व धर्म अर्थ काम एवं मोक्ष अर्थात आमर जीवन यापन धर्म मार्ग रे कटेवा तापर अर्थ उपार्जन करवा सद्मार्ग रे धर्म अर्थ पर आसला काम काम माने कामना कामना रखा आम केमी भगवत प्राप्ति करिपरिबा भगवत प्राप्ति द्वारा कौन लाभ हम मोक्ष प्राप्ति हम तो से मोक्षर अर्थ कौन मोक्षर साधारण भाव अर्थ आम जाचु मोह को क्षय कर नाम हूँ मोक्ष तो मोह ये सांसारिक कौन वस्तु कौन व्यक्ति कहारी प्रति आमर मोह जमी न रहू से कहुच्छे मोक्ष आ जोटा आम प्रकृति में हृदयंगम कर पारि मु गुरु संत रामपाल जी महाराज ठारू आसला कहीं ठारू मंत्र ग्रहण कलापर मोर मन में जो सब प्रकार विकार भावना आसला सब कटिगला जो सब अज्ञान गुड़ाक से सब हटिगला कहीं आगु जो जो गुरु मैंने जमी सत्यसाई बाबा जोगानंद एवं युक्तेश्वर गिरी श्यामाचरण लाहिड़ी एम जहाँ सब दीक्षा दौले जड़े अद्वैत गुरु थे निरंजन स्वामी पाखे 7-8 वर्ष साधना करी प्रकृत अर्थ मोक्षर को जानू नथिले कहीं भगवत गीता से पढ़ुंट भगवत गीतार से 17 अध्याय 23 मंत्र एवं भी मन पड़े ओम तत्सत जोटा अच्छी से त्रिविध स्मृत 3टा भिन्न भिन्न उपाय स्मरण करने को पड़ो किंतु सत्यसाई समय यहाँ मुझे शुणी ओम तत्सत यहाँ को भजन खाली गाइले तुम मोक्ष हो यहाँ बड़ दुख आसला एत बड़ से गुरु है प्रकृत अर्थटा को से लोकलोचन को आनी पारि नथिले आबे से ओम तत्सतर अर्थटा प्रकृति में बुझिली आम गुरु संत रामपाल जी महाराज ठारू ये ओम गोटे मंत्र तत् आउ गोटे मंत्र एवं सत एटा सब सांकेतिक एटा गुरु ठारू दीक्षा नाला परे आम से गुड़ दायित्व जानीपारू। आज समाज गुरुजी मानक ठारू नाम दीक्षा ग्रहण करी भक्ति साधना करने को अंधश्रद्धा भक्ति बोली विवेचना करिथांती आपण संत रामपाल जी महाराज ठारे ए विषय की पार्थक्य देखिछंती। आगु जो सब साधना थिला से सब अंधविश्वास ये कहुच्छी सब गुड़ाक सत्शास्त्र प्रमाणित नाला कहीं सत्शास्त्र कहले आम साधारणतः वेद उपनिषद को धरी था कि वेद हूँ प्रकृति में सत्शास्त्र तो वेदटा संस्कृत भाषा लिखाई तेणु साधारण जो गुरु मैंने भी बाहरी से संस्कृत अनेक जानी ना तेणु से जहाँ भी बुझाऊे शिष्य मैंने ग्रहण करने को बाध्य थे तेणु से अंध भाव से ग्रहण करुवार अंधभक्ति बोली धरी नि जाए तेणु ये शिष्य मान बहुत क्षति होची जो उद्देश्य से भक्ति करुँच मोक्ष पाइबापी सेटा दूरे जाऊँगी से मु कहबी जे आपण मैंने यही सब जिनस को विचार करूँ जे सत्शास्त्र कौटा एवं अंधविश्वास कौटा यहाँ भितर पार्थक्य जानिले आपन जानीपारे जे वर्तमान शिक्षा हूँ विज्ञान जुगरे संत रामपाल जी एकमात्र गुरु जे कि सबुतिर प्रमाण देखई देखी भक्त मान को बुझाऊँ जहाद्वारा आम मनुष्य जीवन धन्य हो पार कहीं ये सब शास्त्र सम्मत। आज भक्त समाज क्यों सब शास्त्र को आधार कर जानी पारिबो जे संत रामपाल जी महाराज को शास्त्र अनुकूल भक्ति साधना प्रदान करुछंती एतिपई तो आमर मुख्य है जे वेद को ग्रहण करवा तो वेदटा हूँ मुख्य शास्त्र धर्मशास्त्र ताकू आम समस्त साधारण भक्त बुझीपारे ना तेणु गुरु नकले मो ज्ञान कहूँ पाइब अर्जुन बोली गीतार कहुई तेणु गुरु करवा आमर अनिवार्य किंतु गुरु जे खाली गुरु करदे हेनी सद्गुरु पाइबा दरकार सद्गुरु से कौन होते से तत्वदर्शी होते तत्व कौन जाना दरकार तार प्रकृत अर्थ कौन से सब शास्त्र प्रमाणित कि नुहे यहाँ प्राय गुरु मैंने जानी ना से तत्वदर्शी सत नुहति तेणु तत्वदर्शी ठारू दीक्षा नहीं मनुष्य जीवन को से सफल करें। आज समाज को आपण कौन संदेश देवाक चाहते मु समस्त को निवेदन करी जे वर्तमान समय बहुत परिवर्तन हो जाइए आगु जो सब अंधविश्वास रे आम भक्त मैंने माति आगे चलूला एवं जीवन में कौन उन्नति आनी पारु नथिला एबे से समय चली जाइए एवं वर्तमान समग्र विश्व रे एकमात्र तत्वदर्शी संत होउछंती संत रामपाल जी महाराज कारण से होउछंती परमात्मा कबीर पूर्ण अवतार तेणु एथिरे टिके मध्य आउ द्विधा नहीं कि संदेह नहीं तेणु समस्त समाज को मु निवेदन करी जे एमाने संत रामपाल जी लिखित समस्त पुस्तक पढ़ंतु एवं तांको दौथुवा दीक्षा रे दीक्षित होई तांको निज जीवन को धन्य करंतु।
ଯେଉଁମାନେ ସନ୍ତ ରାମପାଲଜୀ ମହାରାଜଙ୍କ ଠାରୁ ନାମ ଦୀକ୍ଷା ନେବାକୁ ଚାହିଁବେ ସେମାନେ କିପରି ସମ୍ପର୍କ କରିପାରିବେ? ଏଥିପାଇଁ ଏବେ ବହୁତ ସୁବିଧା ହେଇଛି ଯେ ବର୍ତ୍ତମାନ ଯୁଗରେ ତ ଟିଭି ପ୍ରାୟ ସବୁ ଘରେ ଘରେ ସବୁ ଛୋଟ ଛୁଆମାନେ ବି ଜାଣୁଛନ୍ତି। ତେଣୁ ସେ ତାର ସଦ୍ବ୍ୟବହାର ଆମେ ଏମିତି କରିବା ଯେ ପ୍ରାୟ ବହୁତ ଗୁଡ଼ିଏ ଚ୍ୟାନେଲରେ ସନ୍ତ ରାମପାଲଜୀ ମହାରାଜଙ୍କର ଜ୍ଞାନ ପ୍ରଚାରିତ ହେଉଛି। ତାପରେ ୟୁଟ୍ୟୁବ ମାଧ୍ୟମରେ ମଧ୍ୟ ସେଗୁଡ଼ାକ ଆମ ଲୋକଲୋଚନକୁ ଆସୁଛି। ତେଣୁ ବର୍ତ୍ତମାନ ବିଭିନ୍ନ ସାଧନା ମଧ୍ୟରେ ହେଉଛି ସନ୍ଧ୍ୟା 7:30ରୁ 8:30 ଯାଏ 1 ଘଣ୍ଟା ଦେଉଛି। ସକାଳେ 5:55ରୁ 6:55, ଦିନ 2ଟାରେ ଶ୍ରଦ୍ଧା ଚ୍ୟାନେଲ, ଏମିତି ବହୁତ ଗୁଡ଼ିଏ ଚ୍ୟାନେଲରେ ତାଙ୍କର ଯେଉଁ ଜ୍ଞାନ ପ୍ରଚାରିତ ହେଉଛି। ଧନ୍ୟବାଦ ସାର୍। ସତ୍ ସାଇ